ବର୍ତ୍ତମାନ ଯୋଉ ମିଛ ସତ ଦୁନିଆରେ ଛଳନାର ଦୁନିଆରେ ଆପଣ ଯୋଉ ଗାନ୍ଧୀଙ୍କର କଥା ଥିଲା ଯେ ସତ କୁହନ୍ତୁ, ଆପଣ ତ ନିଶ୍ଚିତ ଭାବରେ ସତ କହୁଥିବେ, କିନ୍ତୁ ଆପଣ କେବେ ସେମିତି କିଛି ଅସୁବିଧାରେ ପଡିଯାଇଛନ୍ତି କି? ହୁଁ। ମୋର ତ ମନେ ପଡୁଛି ଯେ ଅନେକ ସମୟରେ ମିଛ କହିଲେ ଧରା ପଡିଲେ ଯଦି ଯୋଉ ଅସୁବିଧାଟା ହୁଏ ସେଗୁଡା ମନେ ରହେ ଯେ ଆରେ ଏଠି ତ ମୁଁ ଟିକେ ଲୁଚେଇ ଦେଲି, କହିଲି ନା, ଗୋଟେ ଥରେ ଦିଥର ଏମିତି ହେଇଛି। ସେଠୁ ମନେ ହୁଏ ଯେ କାହିଁକି ସତଟାକୁ କାହିଁ ଲୁଚେଇଲି, ସତଟା ହିଁ କହିଥିଲେ ବୋଧେ ଏଇ ଅସୁବିଧାଟା ହେଇନଥାନ୍ତା। ସେମିତି ମନେ ହେଇଛି ଥରେ ଦିଥର। କିନ୍ତୁ ସେ ଜୀବନଟା ସେମିତି ଚାଲିଛି, ସୁବିଧା ଅସୁବିଧା କିଛି ନ ଭାବିକିରି ଆମେ ଗୋଟେ ଚାଲିଛୁ ଜୀବନଟାକୁ ନେଇକିରି, କିନ୍ତୁ ଲକ୍ଷ୍ୟ ଗୋଟେ ଯେ ସମାଜଟା ଏମିତି ହବା ଉଚିତ। ଯୋଉଠୁ ଅନେକ କୁସଂସ୍କାର ଆମକୁ ଭିତରେ ଦେଇକିରି ଯିବାକୁ ହଉଛି। ଆଜି ବି ଆମ ସମାଜରେ ବହୁତ କୁସଂସ୍କାର। ସେ କୁସଂସ୍କାର ଗୁଡା କେମିତି ଭାଙ୍ଗିବା, ସେଥିପାଇଁ ଝିଅ ମାନଙ୍କୁ ଶିକ୍ଷିତ କଲେ ହୁଏତ ଝିଅ ମାନେ ଶିକ୍ଷିତ ହେଲେ କୁସଂସ୍କାର ଭାଙ୍ଗିବେ। ଏମିତି ଅନେକରି ନାରୀ ଶିକ୍ଷା ଉପରେ ଜୋର ଦିଆହେଲା, କିନ୍ତୁ ତଥାପି କୁସଂସ୍କାର ରହିଛି। ଆମକୁ ଭାଙ୍ଗିବାକୁ ହବ, ଆହୁରି ବହୁତ କାମ ଅଛି କରିବାକୁ।